राधेश्याम। तो आज किछि नुआ ज्ञान सहित जगयुक्त विशुद्धात्मा विजितात्म जितेन्द्रिय सर्वभूतात्म भूतात्मा कुर्बनपि न लिप्यते। एठी कहा जाउछि जे जहांकर मन निज बसरे थाए, जिए शुद्धात्मा जिए जितेन्द्रिय से समस्त आत्मा को निज आत्मा रूपे मन करे, ସେହି କର୍ମଯୋଗୀ କର୍ମ କରୁଥିଲେ ମଧ୍ୟ କର୍ମରେ ଲିପ୍ତ ହୁଏ ନାହିଁ। ସେ କହୁଛନ୍ତି ଯାହାଙ୍କର ମନ ନିଜ ବଶରେ ଥାଏ, ନିଜର ଆୟତରେ ଥାଏ, ଯାହାର ମନ ସିଏ ବିଲକୁଲ ଶୁଦ୍ଧ ଆତ୍ମା, ମାନେ ସିଏ ଶୁଦ୍ଧ ଆତ୍ମା, ସିଏ ଜିତେନ୍ଦ୍ରିୟ, ସେ ନିଜର ଆତ୍ମାକୁ ଜିତି ଯାଇଛି, ସେ ନିଜର ପ୍ରତ୍ୟେକଟି ଇନ୍ଦ୍ରିୟକୁ ଜିତି ସାରିଛି। ଯିଏ ସମସ୍ତ ଆତ୍ମାକୁ ସମସ୍ତକୁ ଯେ ନିଜ ଆତ୍ମା ଭିତରେ ନିଜ ଆତ୍ମା ରୂପୀ ଭିତରେ ସମସ୍ତଙ୍କୁ ସମାନ ଭାବେ, ସମସ୍ତଙ୍କୁ ଏକାକାର ଭାବେ, ଏକକ ଭାବେ, ସମସ୍ତେ ଏକ ବୋଲି ଭାବେ, ସେ ମଧ୍ୟ ସେଇ କର୍ମଯୋଗୀ କର୍ମ କରୁଥିଲେ ମଧ୍ୟ ସିଏ କର୍ମଯୋଗୀ, ସିଏ ଯୋଉ ଏକ କର୍ମଯୋଗୀ କର୍ମ କରୁଥିଲେ ମଧ୍ୟ କର୍ମରେ ଲିପ୍ତ ରୁହେ ନାହିଁ, ସେ କୌଣସି କର୍ମରେ ଲିପ୍ତ ରୁହେ ନାହିଁ। যা মন নিজ বসে থায়ে, আত্মাকু নিজর বলায়ে, রজতমাদি গুণ শূন্য নিষ্কামে নির্মল যা মন, মুকরে করু থায়ে মুহি এপরি ভাব মনে বহি। পিঁপুড়ি ঠারু ব্রহ্ম যায়, চিতে সমান মণু থায়ে, এ জ্ঞান লোক শিক্ষা পাই, কিবা তা দেহ রক্ষা পাই, যদি বা কর্ম যোগ করে, ন পড়ে সে কর্ম যোগরে, কর্ম তাকু ন গ্রাসি পারি, হেড়ে তো রই ভব বারি। যে কହୁଛନ୍ତି যা মନ ଶୁଦ୍ଧ ଅଟେ, ଯିଏ କି ସମସ୍ତଙ୍କୁ ପିମ୍ପୁଡ଼ି ଠାରୁ ହାଟିଯାଏ, ସମସ୍ତଙ୍କୁ ସମାନ ଭାବେ ଏକ ସମାନ ମଣୁ ଥାଏ, ସେଇ ମଣିଷ କର୍ମ କରୁଥିଲେ ମଧ୍ୟ ତାକୁ କର୍ମ ଛୁଇଁ ପାରେ ନାହିଁ, ସିଏ କର୍ମ ବନ୍ଧନରେ ପଡେ ନାହିଁ ଓ ସିଏ ଏ ଭବ ବନ୍ଧନରୁ ପାରି ହେଇଯାଏ। ଏ କଥା ଜାଣନ୍ତୁ। ନୈବ କିଞ୍ଚିତ କିରମତି ଯୁକ୍ତ ମନ୍ୟେତ ତତ୍ତ୍ୱବିତ୍, ପଶ୍ୟନ୍ ଶୃଣନ୍ୟ ଶୃସନ ଜିନ୍ନସୁ ଗଚ୍ଛନେ ସ୍ୱପନ ଶ୍ଵସନ। ଏଠି କୁହାଯାଇଛି ତତ୍ତ୍ୱଜ୍ଞ ସଂଖ୍ୟା ଯୋଗ ଦେଖୁଥିଲେ, ଶୁଣୁଥିଲେ, ଶୁଙ୍ଘୁଥିଲେ, ଖାଉଥିଲେ, ଯାଉଥିଲେ, ଶୋଉଥିଲେ, ଶ୍ୱାସକ୍ରିୟା କରୁଥିଲେ, କଥା କହୁଥିଲେ ମଧ୍ୟ ମୁଁ କିଛି ବି କରୁନାହିଁ ବୋଲି ଭାବିବା ଉଚିତ। ଏଠି କହୁଛନ୍ତି ଯେ ଯେଉଁ ତତ୍ତ୍ୱଜ୍ଞ ସଂଖ୍ୟା ଯୋଗୀ ମାନେ ଯାହା କରୁଥିଲେ ବି ସେମାନଙ୍କୁ କୁହାଯାଉଛି ମୁଁ କିଛି ବି କରୁନାହିଁ ବୋଲି ସେ ଭାବିବା ଉଚିତ। ଏଇ ପ୍ରକାରେ କହୁଛନ୍ତି। ତ କର୍ମଯୋଗୀ ଯେ ଯୋଗ ମୁକ୍ତ ତତ୍ତ୍ୱଜ୍ଞାନରେ ଉପଗତ, ଈଶ୍ୱର ସମ୍ବନ୍ଧୀୟ ଜ୍ଞାନ ଜାଣନ୍ତି ସେଉ ହେ ଅର୍ଜୁନ, ଦେଖିବା ଶୁଣିବା ଶୁଙ୍ଘିବା ଛୁଇଁବା ଖାଇବା ଶୋଇବା, ଦେଖିବା ନେବା କଥା କହିବା, ଚାହିଁବା ଚକ୍ଷୁକୁ ମୁଜିବା, ଏ କର୍ମ ମନ ଯେ ଇନ୍ଦ୍ରିୟ କରନ୍ତି ଏହାର ନିଶ୍ଚୟ, ଆମ୍ଭେ କର୍ମ କରୁ ନାହିଁ ନିଷ୍କ୍ରିୟ ଭାବେ ରହିଥାଉ, ଇନ୍ଦ୍ରିୟ କର୍ମ କରୁଛନ୍ତି ଯୋଗୀଏ ଧାରଣା କରନ୍ତି, ଯେ ଭାବେ ମୁହିଁ କରୁ ନାହିଁ ବ୍ରହ୍ମ ଦର୍ଶନ ସେହି ପାଇଁ। ଏଠି କହୁଛନ୍ତି ଯେ କର୍ମଯୋଗୀ ଓ ଯୋଗମୁକ୍ତ ତତ୍ତ୍ୱ ଜ୍ଞାନରେ ଉପଗତ, ଯେ ଈଶ୍ୱର ସମ୍ବନ୍ଧୀୟ ଜ୍ଞାନ ଯେ ଜାଣନ୍ତି। ଅର୍ଜୁନକୁ କହୁଛନ୍ତି ଯେ ଯେମିତି ତତ୍ତ୍ୱଜ୍ଞାନୀ ମାନେ ଦେଖୁଛନ୍ତି, ଶୁଣୁଛନ୍ତି, ଖାଉଛନ୍ତି, ସବୁ କିଛି କାମ କରୁଛନ୍ତି, ପ୍ରତ୍ୟେକଟି କର୍ମକୁ କରୁଛନ୍ତି, କିନ୍ତୁ ନିଜକୁ ଆୟତରେ ରଖିକି ସିଏ କଣ ଦେଖୁଛନ୍ତି, କଣ ଶୁଣୁଛନ୍ତି, ସେଠି ସେମାନେ ବିଲକୁଲ
ନିଜ ମନର ବଶରେ ପଡନ୍ତି ନାହିଁ। ସେ ମୁଁ ଏସବୁ କରୁଛି ବୋଲି ସେ ଭାବନା ରଖନ୍ତି ନାହିଁ। କେବଳ ନିଷ୍କ୍ରିୟ ଭାବରେ ବସିକି ଭାବୁଥାନ୍ତି, ନିଜକୁ ନିଜ ଆତ୍ମା ରୂପୀକୁ ଦେଖୁଥାନ୍ତି ଓ ସେଇ ଇନ୍ଦ୍ରିୟ ମାନେ କରୁଛନ୍ତି ଏଇ ଧାରଣା କରନ୍ତି ଓ ସେଇ କର୍ମ ଯୋଗରୁ ଭିନ୍ନ ହେଇଯାଆନ୍ତି। ଯେ ଆଖି କଣ ଦେଖୁଛି, ପାଟି କଣ ଖାଉଛି, କାନ କଣ ଶୁଣୁଛି, ଏଇ ପ୍ରକାର ମନୋଭାବରେ ସେ ରୁହନ୍ତି ନାହିଁ। କେବଳ ଆତ୍ମାରେ ଲିପ୍ତ ହୋଇକି ରୁହନ୍ତି ଓ ସେଇମାନେ ମଧ୍ୟ ସେମିତି ରହିବା ଦ୍ୱାରା ବ୍ରହ୍ମ ଦର୍ଶନ ପ୍ରାପ୍ତ କରନ୍ତି। ସେଇ ଲୋକମାନେ ସେଇ ପ୍ରକାରରେ ଭଗବାନ କହୁଛନ୍ତି। ପ୍ରଳପନ ବିସୃଜନ ଗୃହଣ ନୃତ୍ନିସନ୍ନିନି ନିପି ଇନ୍ଦ୍ରିୟାଣୀ ୟାର୍ଥେଷୁ ବର୍ତ୍ତନ୍ତ ଇତି ଧାରୟଣ। ଏଇଠି କହୁଛନ୍ତି ଆହୁରି ମଧ୍ୟ କର୍ମଯୋଗୀ ନିଜେ କିଛି କରୁଛି ବୋଲି ମନରେ ଭାବେ ନାହିଁ। ତ୍ୟାଗ କରିବା, ଗ୍ରହଣ କରିବା, ଆଖି ଖୋଲିବା, ବୁଝିବା ଇତ୍ୟାଦି କରୁଥିଲେ ମଧ୍ୟ ଇନ୍ଦ୍ରିୟ ମାନେ ନିଜ ନିଜ ଅର୍ଥରେ ପ୍ରଭୁତ ହଉଛନ୍ତି ବୋଲି ଜାଣି ମୁଁ କିଛି ବି କରୁନାହିଁ ବୋଲି ଭାବିବା ଉଚିତ। ସେ ଭାବୁଛନ୍ତି ଯେ କର୍ମଯୋଗୀ, ସେ ଆଖି ଦେଖୁଛି, କାନ ଶୁଣୁଛି କି ପାଟି ଖାଉଛି, ଏଇ ସବୁ ଭାବରେ ସେମାନେ ତାଙ୍କର ନିଜ ନିଜ କାମ କରୁଛନ୍ତି ଭାବିକି ସିଏ ସେଇ ଅର୍ଥରେ ପ୍ରବୃତ୍ତ ରୁହନ୍ତି, ସେଇ ଜିନିଷରେ ପଡନ୍ତି ନାହିଁ, ଇନ୍ଦ୍ରିୟ ମାନଙ୍କ ବଶରେ ସେ ହୁଅନ୍ତି ନାହିଁ ଓ ମନରୁ ତାଙ୍କର ଇନ୍ଦ୍ରିୟ ମାନଙ୍କ ନିଜ ନିଜ ଅର୍ଥରେ ପ୍ରବୃତ୍ତି ହଉଛି ବୋଲି ମନରୁ ସେଇ ଦିଗରେ ଭାବ ରଖନ୍ତି ନାହିଁ। ଯେମିତି କି ଭାବନ୍ତି ମୁଁ କିଛି କରୁନାହିଁ, ଇନ୍ଦ୍ରିୟ ମାନେ ତାଙ୍କର କାମ କରୁଛନ୍ତି ଓ ସେଥିପାଇଁ ସେ କର୍ମ ବନ୍ଧନରୁ ମୁକ୍ତ ହେଇଯାଆନ୍ତି। ଅଭୟ ବାଣୀ କଲେ ଏ କର୍ମ, ମନେ ନ ଭାବେ ଅଭିମାନ, କର୍ମ ବନ୍ଧନେ ନ ପଡଇ ସେ ପ୍ରାଣୀ ମୁକ୍ତି ଲଭଇ। ଯିଏ କର୍ମ ବନ୍ଧନରେ ପଡେ ନାହିଁ ସେଇ ପ୍ରାଣୀ ମୁକ୍ତିକୁ ଲଭିଥାଏ। ଅହଂଭାବକୁ ତ୍ୟାଗ କରି ଯେ ହୁଏ ସେଇ ଶ୍ରେଷ୍ଠ ଯୋଗୀ, ସର୍ବ ଇନ୍ଦ୍ରିୟ ନିଜ ଗତେ କାର୍ଯ୍ୟ କରନ୍ତି ନାନା ମତେ, ଭାବେ ମୁଁ କିଛି କରୁନାହିଁ ଏମନ୍ତ ଯେ ଜନମଣଇ, ସଂସାରେ ହୁଏ ସେ ମହାନ ତାହାକୁ ସାରା ସାହା ଭଗବାନ। ଯେ ଯେମିତି ଏମିତି କରୁଛି ବୋଲି କର୍ମ ବନ୍ଧନରେ ଯେଉଁ ଯୋଗୀ ପଡିବ ନାହିଁ ଯେ ମୁଁ କରୁଛି ବୋଲି, ମାନେ କୌଣସି ବି ସେ କାମ କରୁ ମୁଁ କରୁଛି ବୋଲି, ସିଏ ସେଇଠି ବିଲକୁଲ ସେଇ ଜିନିଷରେ ବିଲକୁଲ ଆବଦ୍ଧ ହବ ନାହିଁ, ଏକାକାର ହେବ ନାହିଁ ଯେ ମୁଁ କରୁଛି ବୋଲି। ହଁ ଆଖି ଦେଖୁଛି, ଆଖି ଏକ ଇନ୍ଦ୍ରିୟ, ସେ ତା କାମ କରୁଛି, ପାଟି ଖାଉଛି, ସେ ତାର କାମ କରୁଛି, ମୁଁ କିଛି କରୁନାହିଁ। ସେ ଯଦି ମୁଁ ଲଗେଇବ ନାହିଁ, ମୁଁ କରୁଛି ବୋଲି ଭାବ ରଖିବ ନାହିଁ, ସିଏ କର୍ମ ବନ୍ଧନରୁ ମୁକ୍ତ ହେଇଯାଏ। ତାକୁ କର୍ମ ବନ୍ଧନ ଛୁଇଁ ପାରେ ନାହିଁ, ତାକୁ ଭଗବାନ ସାହା ହୁଅନ୍ତି। ଏଇ ପ୍ରକାରରେ ଭଗବାନ କହୁଛନ୍ତି। ତ ଆଜି ପାଇଁ ଏତିକି। ଭିଡିଓ ଯଦି ପସନ୍ଦ ଆସିଛି ଲାଇକ୍, ସେୟାର, ସବସ୍କ୍ରାଇବ ଆପଣମାନେ ନିହାତି କରିବେ। ରାଧେ ଶ୍ୟାମ।